ए किछि दूर पर देखा जाउछि गोटे गंगा नदी रे चललो चललो सखी माने आमे से गंगा नदी रे प्रथमे पाद धौत करबा तापर चाहि आमे मां मंगला मंदिर को जिबा ठीक अछि आपा हल बोलो माने हालो एथरा चलो जिबा म ताले चललो सखी माने चलो चलो एबे आमे पाद धौत करि जिबा सुंदर चुपक सोई परिसंत तुम साता कहछ हो बोलो देखिबा कि ना से पूरा भारी सुंदर लो साता हो बोलो हे आपा तांको देखिला मात्रे ना मो मनटा किछि किछि होउछि ना सखी माने ए मां केमिति मारा किछि किछि होउछि मां तांको ना मने मने मु भल पाई सारी छिना सखी ए आपा हां साता रे तुम साता कहछ तांको रूप को देखि मो मनटा पूरा आकर्षित होई गला न बोलो ए मां एमिति न केमिति जे देखिला मात्रे भल पाई बसिला मां सेना हां देखिबा को बहुत सुंदर देखा जाउछि साता कहछ हां हेले ए आपा कोन होला साता रे से तो से सोई पड़ी जाती से सोई पड़ी थिबारु से उठी बाबारु ताकु ना ए परण मला देई दियलो तमे कोन कहछ सखी हां से जदी सकाळे उठी दिबा ताले से काले मना कर देई पावे तमे ठीक कहछ सखी से जुबक त सोई पड़ी छंची हां से उठिबा पूर्वरु मु तांका गलारे परणर मालाटा देई देबी ए जमार बिटारी करनी हो ए नियो ए परण मालाटा सागल में पिंदाई दियो ताले दियो सखी ए नियाला
ତମେ ସେ ଯୁବରାଜକୁ ଉଠେଇ ପାରିବ କି ଆଉ ତାଙ୍କ ପରିଚୟ ମାଗି ପାରିବ କି? ସତ କହୁଛ? କହୁନ। ଏ ଅପା ତାହେଲେ ତମେ ଏତେ କଷ୍ଟ ଆମେ ଯାଇକି ତାକୁ ଉଠେଇ ଦଉଛୁ। ତାହେଲେ ଯାଅ ମାନେ ଶୀଘ୍ର ଶୀଘ୍ର ଯାଅ ତାଙ୍କୁ ଉଠେଇବ ଆଉ ପରିଚୟ ମାଗିବ ନା। ହ୍ୟାଲୋ ତମେ ଯାଇକି ଉଠେଇ ଦେବ ତାର ସତରେ ସେ ଉଠି ଯିବ ବଦଳ ଏ ବୋଲ ମାନେ ତମେ ଚାରି ଜଣ ମିଶିକି ତାଙ୍କୁ ଉଠେଇଲ ହେଲେ ତମେ ତାକୁ ଉଠେଇ ପାରିଲନି ତାମାନେ ଏଥର ଯାଇକି ମତେ ଉଠେଇବାକୁ ପଡିବ ହାଲୋ ଯାଉନ ହଉ ଠିକ ଅଛି ବାବା ତମେ ଅପେକ୍ଷା କର ମୁଁ ଏଥର ସେ ଯୁବରାଜକୁ ଉଠେଇ ଦଉଛି ହଁ ଚାଲ ତାପରେ ତମେ ତାଙ୍କୁ ପରିଚୟ ମାଗିବ ହଉ ଠିକ ଅଛି ଯାଇକି ଉଠାଉ ନା ମୋ ଯୁବରାଜକୁ ଛାଡ଼ି ମୁଁ ଯାଇପାରିବିନି
କାହିଁକିନା ମୁଁ ତାଙ୍କ ଗଳାରେ ବରଣ ମାଲାଟା ଦେଇ ସାରିଛି। ତାଙ୍କୁ ମୋ ପତ୍ନୀ ରୂପେ ଗ୍ରହଣ କରିସାରିଛି। ହେଲେ ଏ ଅପା କେମିତି ହେବ ଯେ ସେ ପରା ମରିଯାଇଛି? ନାଇଁ ତମେ ସେମିତି କହିଲେ ମୁଁ ତୁମ ଚାଲ ବାପ ଚାଲ ଶୀଘ୍ର ଯିବା ଏବେ ଚାଲ ଯିବା। ଏ ବୋଉଲ ମାନେ ତମେ କଣ ସତ କହୁଛ? ସତ ଆମେ ସତ କହୁଛୁ। ହେ ବାବଗଳା ତୁମର କି ପରୀକ୍ଷା ବା ଶେଷରେ କଣ ଉପହାର ଦେଲ ମୋତେ? ମୁଁ ଜଣେ ମରା ମଣିଷକୁ ପରବାଲା ଦେଇ ସାରିଛି। ସେ ଜଣେ ମରା ମଣିଷ ତାକୁ ମୁଁ ସ୍ୱାମୀ ଭାବରେ ଗ୍ରହଣ କରିସାରିଛି। ହେଲେ କେମିତି ବା କେମିତି ସେ ଜଣେ ମରା ମଣିଷ ତାଙ୍କୁ ମୁଁ ନେଇକି ଘର ସଂସାର କେମିତି କରିବି ବା? ହେ ବାବଗଳା ତୁମେ ଏକା ସାହା ଭରସା ମା, ତୁମେ ଏକା ସାହା ଭରସା। ହେ ବୋଉଲ ମାନେ ତମେ ଯଦି ଯିବ ତାହେଲେ ଯାଅ, କିନ୍ତୁ ମୁଁ ସେଇ ଯୁବରାଜକୁ ଛାଡ଼ି ଯିବିନି। ଏ ଅପା ଚାଲ ଏଠୁ ଆମେ ଶୀଘ୍ର ଚାଲିଯିବା। ନାଇଁ ସଖିମାନେ ଦିନେ ସାବିତ୍ରୀ ଯେମିତି ସତ୍ୟମାନଙ୍କ ଜୀବନକୁ ଯମରାଜଙ୍କ ଠାରୁ ଫେରାଇ ଆଣିଥିଲେ ମୁଁ ବି ଆଜି ସେମିତି କରିବି। ମୁଁ ବି ମୋ ଧନ ପାଇଁ ସାବିତ୍ରୀ ସାଜିବି ଆଉ ମରଣ ମୁହଁରୁ ମୋ ଧନର ଜୀବନଟାକୁ ଫେରାଇ ଆଣିବି। ଏ ଅପା ଚାଲ ଚାଲ ଫେରି ଯିବା। ନାଇଁ ଚାଲ ଯିବା। ମୁଁ ଯିବିନି। ଦୟାକରି ମୋତେ ଏକୁଟିଆ ଛାଡ଼ିବାକୁ ଦିଅ। ତମେ ଯିବ ଯଦି ଚାଲି ଯାଅ ଏଠୁ। ମୋତେ ଆଉ ବାଧ୍ୟ କରନି ତୁମ ସହିତ ଯିବାକୁ। ତମେ ଏଠୁ ଚାଲିଯାଅ। ଏ ଅପା ତାହେଲେ ଠିକ ଅଛି ଆମେ ଏଠୁ ଚାଲି ଯାଉଛୁ। ଠିକ ଅଛି ସଖିମାନେ ତମେ ଜାଣିପାର। ମଙ୍ଗଳା ତୁମର କି ବିଚିତ୍ର ଲୀଳା ବା, ତୁମର କି ବିଚିତ୍ର ଲୀଳା। ମୁଁ ଜଣେ ମରା ମଣିଷକୁ ପରର ମାଲା ଦେଇକି ପତ୍ନୀ ରୂପରେ ମାରି ସାରିଛି। ହେଲେ କେମିତି ବା ସେ ଜଣେ ମଲା ମଣିଷ ତାକୁ ମୁଁ ନେଇକି ଘର ସଂସାର କରି କେମିତି ହେ ମା ମଙ୍ଗଳା ତମେ ଏକା ସାହା ଭରସା ମା, ତମେ ମୋତେ କିଛି ଗୋଟିଏ ସଂକେତ ଦିଅ ମା। ମୁଁ ପରା ତୁମକୁ ପିଲାଟି ଦିନରୁ ସେବା କରି ଆସିଛି ମା। ଆଉ ତମ ଦ୍ୱାରକୁ ଯିଏ ଯାଏ ତାକୁ ପରା ତମେ ଖାଲି ହାତରେ କେବେ ବି ଆଜି କଣ ତମେ ମୋତେ ଖାଲି ହାତରେ ଫେରେଇ ଦେବ? ନାଇଁ ମା ସେଇଟା କେବେ ବି ହବନି। ତୁମର କି ବିଚିତ୍ର ଲୀଳା ମା। ମୋତେ କୋଉ ସଂକେତ ଦେଉଛ ମା? ହେ ମା ମଙ୍ଗଳା ଏ କି ତୁମର ବିଚିତ୍ର ଲୀଳା ମା।
ଦେଇଦେଲି ମା ସେ ମଲା ଲୋକ ମତେ କିଛି ଗୋଟିଏ ତ ସଂକେତ ଦିଅ ହଁ ହଁ ତମେ ଯଦି ମୋ ଧନଙ୍କ ଜୀବନ ଫେରେଇ ନ ଦେବ ମୁଁ ତାହେଲେ ତମ ଦ୍ୱାରକୁ ଯାଇ ମୁଣ୍ଡ ପିଟି ପିଟି ମୋ ଜୀବନଟାକୁ